ସେପ୍ଟେମ୍ବର 10 ବାବା ଆମକୁ ଆଜି କ'ଣ ବରଦାନଟି ଦେଉଛନ୍ତି? ଅକାଳ ସିଂହାସନ ଏବଂ ହୃଦୟର ସିଂହାସନ ଉପରେ ବସି ସର୍ବଦା ଶ୍ରେଷ୍ଠ କର୍ମ କରୁଥିବା କର୍ମଯୋଗୀ ହୁଅ। ବର୍ତ୍ତମାନ ସମୟରେ ତୁମେ ସମସ୍ତଙ୍କୁ ଦୁଇଟି ସିଂହାସନ ପ୍ରାପ୍ତ ହେଉଛି। ଗୋଟିଏ ହେଲା ଅକାଳ ସିଂହାସନ ଅର୍ଥାତ୍ ଭୃକୁଟି ରୂପୀ ସିଂହାସନ ଏବଂ ଦ୍ୱିତୀୟଟି ହେଲା ବାବାଙ୍କର ହୃଦୟ ରୂପୀ ସିଂହାସନ। କିନ୍ତୁ ସିଂହାସନ ଉପରେ ସେହି ଆତ୍ମା ବସିଥାଏ ଯିଏ ରାଜ୍ୟ ଚଳାଇଥାଏ। ଯଦି ଅକାଳ ସିଂହାସନ ଅଧିକାରୀ ଅଟ ତେବେ ସ୍ୱରାଜ୍ୟ ଅଧିକାରୀ ଅଟ। ଯଦି ବାବାଙ୍କର ହୃଦୟର ସିଂହାସନ ଅଧିକାରୀ ଅଟ ତେବେ ବାବାଙ୍କର ସମ୍ପତ୍ତିର ମଧ୍ୟ ଅଧିକାରୀ ଅଟ, ଯେଉଁଥିରେ ରାଜ୍ୟ ଭାଗ୍ୟ ସବୁକିଛି ଆସିଯାଉଛି। କର୍ମଯୋଗୀ ଅର୍ଥାତ୍ ଦୁଇଟି ଯାକ ସିଂହାସନର ଅଧିକାରୀ। ଏଭଳି ସିଂହାସନ ଅଧିକାର ଆମର ପ୍ରତ୍ୟେକ କର୍ମଶ୍ରେଷ୍ଠ ହୋଇଥାଏ, କାହିଁକି ନା ସେମାନଙ୍କର ସମସ୍ତ କର୍ମେନ୍ଦ୍ରିୟ ଗୁଡ଼ିକ ଲ ଆଣ୍ଡ ଅର୍ଡ଼ର ଅର୍ଥାତ୍ ମର୍ଯ୍ୟାଦା ପୂର୍ବକ କର୍ମ କରିଥାନ୍ତି। ଓମ୍ ଶାନ୍ତି।